ଶୁଣଲୋ ସଜନୀ ସେଇ ପୂଜାର ବିଧାନ, ସୂଚିମନ୍ତ ହୋଇ ଧୀରେ ସ୍ଥିର କର ମନ। ମାର୍ଗଶିର ମାସ ଆଦ୍ୟ ଗୁରୁବାର ଦିନ, ରାତ୍ର 2 ଘଡ଼ି ଥାଉ ଶଯ୍ୟାକୁ ତେଜିଣ। ଉଠିବ ଆନନ୍ଦ ମନେ ଘରର ଘରଣୀ, ନିଜ ମୁଖ ପଖାଳିବ ତୋଳି ସଜ ପାଣି। ନିଜ ମୁଖ ପଖାଳିବ କରିଣ ଯତନ, ଗୋବର ମାଟିରେ ଘର କରିବ ଲେପନ। ସକଳ ଦୁଆରେ ଚୌକା ଦେଖି ଯତ୍ନ କରି, ବଖରାଏ ଘର ଲିପିବ ଯେ ଭଲ କରି। ଗାଧୋଇବ ନଦୀ ଜଳେ ନିତ୍ୟ କର୍ମ ସାରି, ଗୃହକୁ ଫେରିବ ଜଳ କୁମ୍ଭ ହାତେ ଧରି। ପାଟ ଶାଢ଼ୀ ଅବା ଶୁକ୍ଳ ଶାଢ଼ୀ ଯେ ପିନ୍ଧିବ, ସର୍ବ ଅଙ୍ଗ ଅଳଙ୍କାରେ ଭୂଷିତ କରିବ। ମୁଣ୍ଡରେ ସିନ୍ଦୂର ଘେନି ନୟନେ କଜଳ, 3 ଥର ଧୋଇ ପୋଷେ ଅରୁଆ ଚାଉଳ। ଶିଳରେ ବାଟିବ ତାହା କରି ବହୁ ଯତ୍ନ, ହୃଦୟରେ ଜପୁଥିବ ମୋର ନାମ ରତ୍ନ। ଝୋଟି ପକାଇବ ସବୁ ଘରର ଦୁଆରେ, ଲେପିଥିବ ଘର ଘୋଟି ଅତି ବିଶେଷରେ। ଘର ପୂର୍ବ ଭାଗେ ବାଟିଥିବା ଚାଉଳରେ, ଅଷ୍ଟଦଳ ପଦ୍ମ ଏକ ଲେପିବ ତହିଁରେ। ପ୍ରତି ଘରେ ଲକ୍ଷ୍ମୀ ପାଦ ପଦ୍ମକୁ ଲେଖିବ, ତାହା ଦକ୍ଷିଣରେ ଏକ କଳସ ସ୍ଥାପିବ। ଲକ୍ଷ୍ମୀ ଆସିବାର ପାଦ ଚିହ୍ନ 2 ଧାଡ଼ି, ସେଠାରୁ ଦୁଆର ବନ୍ଧ ଯାଏ ଥିବ ପଡ଼ି। ଧୋଇବ ପିଢ଼ା ଖଣ୍ଡିଏ ସୁପବିତ୍ର ଜଳେ, ତାହା ଉପରେ ଲେଖିବ ପଦ୍ମ ଅଷ୍ଟଦଳେ। ଅଷ୍ଟପଦ୍ମ ଚିତା ପରେ ପିଢ଼ାକୁ ରଖିବ, ଥୋଇଣ ମାଣ ଗୋଟିଏ ଝୋଟିଟିଏ ଦେବ। ମାଣକୁ ଭରିବ ପୂର୍ଣ୍ଣ ଶୁକ୍ଳ ଧାନରେ, ଯତନେ ଥୋଇବ ନେଇ ପିଢ଼ାର ଉପରେ। କରିବ ନୂଆ ଶୁକ୍ଳ ଧାନେ ମେଣ୍ଟ ଧୋଇ, ପାଟ ଲୁଗା ଖଣ୍ଡେ ଦେବ ଉପରେ ଘୋଡ଼ାଇ। ତା ପାଶେ ଗୋମୟ ପିଣ୍ଡ ସ୍ଥାପନ କରିବ, ଗୁଆ 2 ଗୋଟି ମାଣ ଆଗରେ ରଖିବ। ସଜାଇବ ତାକୁ ନାନା ଫୁଲ ମାନ ଦେଇ, ନୈବେଦ୍ୟ ଦ୍ରବ୍ୟ ମାନ ରଖିବ ସଜାଇ। ବଜାଇଣ ଶଙ୍ଖ ଘଣ୍ଟା ହୁଳହୁଳି ଦେବ, ଗନ୍ଧ ପୁଷ୍ପ ଦେଇ ବୀଜ ମନ୍ତ୍ରରେ ପୂଜିବ। କରିବ ତହିଁରେ ଅଙ୍ଗ ନ୍ୟାସ କରନ୍ୟାସ, ମୋହର ଧ୍ୟାନ କରିବ କରି ଇନ୍ଦ୍ର ବଶ। 12 ନାମ କବଚ ପଢ଼ିବ ଭକ୍ତିରେ, ମୋହର ସହସ୍ର ନାମ ସ୍ତବ ପଢ଼ି ଧୀରେ। ପ୍ରମାଣ କରିବ 1 ଶତ 8 ବାର, ଉଭା ହୋଇଣ କହିବ ଯୋଡ଼ିବେନି କର। ଆସ ମା ଲକ୍ଷ୍ମୀ ବସ ତୋ ପାଦେ ଭିକ୍ଷା କରେ, ସବୁଦିନେ ରହିଥାଅ ଲକ୍ଷ୍ମୀ ମୋର ଘରେ। ଅଚଳ ହୋଇଣ ମାଗ ମୋର ଘରେ ଥିବ, ଶରଣାଗତ ଜନକୁ ପାଦେ ସ୍ଥାନ ଦେବ। ମନ୍ତ୍ର ଯନ୍ତ୍ର ଜାଣେ ନାହିଁ ପୂଜିବି କେମନ୍ତେ, ଶରଣ ପଶିଲି ମାଗ କୃପା କର ମୋତେ। ସକଳ ଧନରେ ପୂର୍ଣ୍ଣ ଥାଉ ମୋର ଘର, ତୋର ପଦେ ମତି ଥିବ ଦିଅ ଏହି ବର। ଏମତ ପ୍ରାର୍ଥନା କରି ନୈବେଦ୍ୟ ଦେବ, ମାଣବସା ଓଷା କରି ଶ୍ରଦ୍ଧାରେ ଶୁଣିବ। କଥା ଶୁଣି ପତି ପୁତ୍ର ମାନଙ୍କୁ ବସାଇ, ପ୍ରସାଦ ବାଣ୍ଟିବ ସର୍ବେ ଆଦର ବଢ଼ାଇ। ଅବଶିଷ୍ଟ ପ୍ରସାଦକୁ ଆପଣେ ଭୁଞ୍ଜିବ, ମୋର ପ୍ରସାଦକୁ ଅପରକୁ ନାହିଁ ଦେବ। ଯେବେ ସେ ପ୍ରସାଦ ପଶୁ ପକ୍ଷୀଏ ଭୁଞ୍ଜନ୍ତି, ତାର ଘର ଛାଡ଼ିଯାଏ ନାହିଁ ଟିକେ ଭ୍ରାନ୍ତି। କଳିଗୋଳ କାହା ସଙ୍ଗେ ନ କରି ସେଦିନ, ମୈଥୁନେ ତେଜିବ ନିଦ୍ରା ତାମ୍ବୁଳ ସେବନ। ଭକ୍ତି ରଖିଥିବ ଗୁରୁ ଗୁରୁଜନ ଗଣେ, ଭକ୍ତିମତି ରଖିଥିବ ଶ୍ରୀହରି ଚରଣେ। ମହାଲକ୍ଷ୍ମୀ ପୁରାଣକୁ ସନ୍ଧ୍ୟାରେ ପଢ଼ିବ, ଲୟ ଧ୍ୟାନ ରଖି ମନେ ସୁସ୍ଥିରେ ଶୁଣିବ। ଯେଉଁ ନାରୀ ଓଷା ପାଳେ ଏମନ୍ତ ବିଧାନେ, ସେବିକା ପରି ତା ଘରେ ରହେ ସବୁଦିନେ। ତାହାର ସୌଭାଗ୍ୟ ହିଂସା କରିବେ ସକଳେ, ଧନବତୀ ପୁତ୍ରବତୀ ହୁଏ କାଳେ କାଳେ। ତାର ଘର ଗାଭୀଗଣ କ୍ଷୀରବତୀ ହୁଅନ୍ତି, ଶସ୍ୟପୂର୍ଣ୍ଣ ଧାନେ ତାର ଅମାର ଭରନ୍ତି। ଯେତେ ଗୁରୁବାର ପଡ଼େ ମାର୍ଗଶିର ମାସେ, ନ ଭୁଲିବ ପାଳିବାର ମନର ଅଳସେ।
ପୂଜାର ବିଧାନ ମୁହିଁ କଲିଟି ଗୋଚର, ସେ ବିଧିରେ ପୂଜା ମୋର କରିବନି କର। ଦହି ଭାତ ଦିନେ ଦିନେ ଚିତଉ କରିବ, କେଉଁଦିନ କ୍ଷୀରି ପିଠା ଛେନା ମଣ୍ଡା ଦେବ। ପୂଜିବ ସୋରିଷ ଶାଗ ଖେଚଡ଼ି ଯତନେ, ଉଝାଇଣ ମାଣ ମାଘ ଗୁରୁବାର ଦିନେ। ସେହି ଧାନେ ମଣ୍ଡା ପିଠା ଯତନେ ଗଢ଼ିବ, ମନର ଆନନ୍ଦେ ମୋତେ ତାହା ଭୋଗ ଦେବ। ଅନ୍ୟ ଦେବ ନାହିଁ ନିଜ କୁଟୁମ୍ବଙ୍କ ବିନା, ବାନ୍ଧିଥିବ ଚିରକାଳ ସନ୍ଦେହ କରନା। ଜୀବନର ମଣି ମାଘ ମାସ ଉଷା କରେ, ଆଗୁ ସଖୀ ସଦା ମୁହିଁ ରହେ ତାର ଘରେ। ନିୟମ କରିଣ ସଖୀ ତୋର ଆଗେ କହେ, ଚିର ଆବଦ୍ଧ ରହେ ମୁଁ ତାହାର ସ୍ନେହେ। କହୁଅଛି ସଖୀ କରି 3 ବାର ସତ୍ୟ, ଉଷା ବିଧାନରେ ଥାଏ ଯେ ନାରୀର ଚିତ୍ତ। ମୋର ପାଦ ପଦ୍ମେ ମନ ସଦା ରଖିଥାଏ, ମୋହର ଚରଣେ ସଦା ହୃଦୟରେ ଧ୍ୟାଏ। ମହାଲକ୍ଷ୍ମୀ ଏତେ କହି ନୀରବ ହୋଇଲେ, ସଖୀମାନେ ଶୁଣି ତାହା ତୃପ୍ତି ହୋଇ ଲଭିଲେ। ଜୟ ଲକ୍ଷ୍ମୀ ନାରାୟଣ ଶ୍ରୀ ପଦ୍ମଚରଣ, କୈଳାସ କହେ ଶୁଣ ସାଧୁ ସନ୍ଥ ଜନ। ଜୟ ମା ଲକ୍ଷ୍ମୀ। ଜୟ ଲକ୍ଷ୍ମୀ ନାରାୟଣ ନମ। ଜୟ ମା ଲକ୍ଷ୍ମୀ। ଥିଲା ମାର୍ଗଶିର ଗୁରୁବାର ଓଷାର ବିଧାନ। ଜୟ ମା ଲକ୍ଷ୍ମୀ। ଜୟ ମା ଲକ୍ଷ୍ମୀ। ଜୟ ଲକ୍ଷ୍ମୀ ନାରାୟଣ।